ଜାଣିଛନ୍ତି ଆମ ଦେଶ ଭାରତ ଏକ ଗୌରବମୟ ମଙ୍ଗଳକାରୀ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର, କିନ୍ତୁ ଦୁଃଖର ବିଷୟ ଏହିକି ଯେ କେତେଜଣ ମଣିଷ ଏବଂ ଆମମାନଙ୍କର ଦାୟିତ୍ୱହୀନ କାମ ଯୋଗୁଁ ଆମ ଦେଶରେ ଆବର୍ଜନା ପରିମାଣ ଦିନକୁ ଦିନ ବୃଦ୍ଧି ହେଉଛି, ଯାହା ଆମ ମୃତ୍ତିକା ଜଳ ବାୟୁ ଉପରେ ବିଭିନ୍ନ ପ୍ରକାର କୁପ୍ରଭାବ ପକାଉଛି। ଏହାକୁ ଦୂର କରିବା ପାଇଁ ଆମେ ସମସ୍ତେ ଏକଜୁଟ ହୋଇ ଗାନ୍ଧୀଜୀଙ୍କ ଚାଲିଥିବା ମାର୍ଗ ଯଥା ସ୍ୱଚ୍ଛ ଭାରତ ଅଭିଯାନକୁ କାର୍ଯ୍ୟକାରୀ କରିବା ଏବଂ ନିଜ ପରିବେଶକୁ ସୁସ୍ଥ ରଖିବା, ଯାହାଦ୍ୱାରା ଆମ ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ଏବଂ ଆଗାମୀ ପିଢ଼ି ମଧ୍ୟ ସୁସ୍ଥ ରହିପାରିବେ। ଆଉ ପରିଶେଷରେ କିଶୋରୀମାନଙ୍କର ଯାଉଥିବା ଋତୁସ୍ରାବ ପ୍ରତି ଅନ୍ଧବିଶ୍ୱାସ ଅନେକ ଚାଲି ରହିଛି। ସେହି ଅନ୍ଧବିଶ୍ୱାସକୁ ଆମେ ଦୂର କରିବା ଏବଂ ସେମାନଙ୍କୁ ପ୍ରୋତ୍ସାହନ କରିବା ଯେପରି ସେ ଏହି ଅନ୍ଧବିଶ୍ୱାସରୁ ବାହାରି ଆସିବେ ଏବଂ ବଢ଼ିବେ ଏବଂ ଆମ ଦେଶକୁ ଗୌରବ